ରୋମାଣ୍ଟିକ୍ କବିତା ନବବର୍ଷା ଭାବନା। ରୋମାଣ୍ଟିକ୍ ବାଦର ଓଡ଼ିଆ ନାମକରଣ ହେଲା କଳ୍ପନାବାଦ। କଳ୍ପନା ବା ଭାବନା ଚିନ୍ତା ବିନା ଅନୁଭୂତ ଜୀବନରୁ ସୁନ୍ଦର ତଥା ରମଣୀୟ ସାହିତ୍ୟର ମୋହନୀୟ ସୃଜନ ନାହିଁ ବା ହୋଇପାରି ନଥାଏ। ଜୀବନରେ ଯେତେ ଅଭିଜ୍ଞତା ଥାଉ ହେଲେ ତାହାର ପରିପ୍ରକାଶଗତ ଅଭିବ୍ୟକ୍ତି ପାଇଁ କଳ୍ପନା ନିହାତି ଦରକାର। ନହେଲେ ସୁନ୍ଦର ସାହିତ୍ୟ କୋଉ ଭିତ୍ତିରେ ରଚିତ ହେବ, ସୁଷ୍ଠୁ ଉପାୟରେ ଆତ୍ମପ୍ରତିଷ୍ଠା ଦେଇପାରିବ? ଅଗତ୍ୟା କଳ୍ପନା ରସସିକ୍ତତା ଏକ ସହଜସାଧ୍ୟ ବ୍ୟାପାର କଦାପି ନୁହେଁ। ଅଭିଜ୍ଞତାକୁ ଅନୁବୀକ୍ଷକ ମନେ ମନେ ପର୍ଯ୍ୟାଲୋଚନା କରିବାରେ ଯଥେଷ୍ଟ ତଥା ପାରୁପର୍ଯ୍ୟନ୍ତ ସାହାଯ୍ୟ କରି ଲେଖକୀୟ ସାଧନାକୁ ଅପୂର୍ବ ସିଦ୍ଧି ଦିଏ, ଯାହା ଫଳରେ ସାହିତ୍ୟର ପବିତ୍ର ସୃଜନଶୀଳ କଳାତ୍ମକ ରାଜ୍ୟରେ ଲେଖକ ନିଜକୁ ପ୍ରତିଷ୍ଠା ଦେଇ ନିଜର ସୃଷ୍ଟ ସାହିତ୍ୟ କୃତିଟିକୁ କୀର୍ତ୍ତିଯଶ କରାଏ। ପାଠକ ପଢ଼ନ୍ତି, ସାହିତ୍ୟକୁ ଶ୍ରେଣୀକକ୍ଷରେ ପାଠ୍ୟାନ୍ତର୍ଗତ କରାନ୍ତି, ସାହିତ୍ୟ କୃତିଟି ସମାଲୋଚନାର ସ୍ତରକୁ ଉଠେ, ଉତ୍ତୀର୍ଣ୍ଣ ହୁଏ। ଆଉ ଲେଖକ ଏହା ପାଇଁ ଯଦି ସାହିତ୍ୟଟି ପାଠକୀୟ ହୃଦୟଗ୍ରାହୀ ହୋଇଥାଏ ତ ବହୁଳ ପ୍ରସାରିତ ହେବାରୁ ପୁରସ୍କୃତ, ପଦମର୍ଯ୍ୟାଦା ପ୍ରାପ୍ତ ହୁଏ। ନନ୍ଦକିଶୋର ଏଇଭଳି ଜଣେ ଅମର, ଲୋକପ୍ରିୟ, ଅମଳିନ, ଅବିସ୍ମରଣୀୟ ପଲ୍ଲୀ କବିର ପଦମର୍ଯ୍ୟାଦା ପ୍ରାପ୍ତ, ସମ୍ମାନରେ ଭୂଷିତ ହୋଇଥିବା କବି। କବିଙ୍କର ନିର୍ଝରିଣୀ ନାମକ କବିତା ପୁସ୍ତକରେ ରହିଥିବା ନବବର୍ଷା ଭାବନା ଦୀର୍ଘ କବିତାର ପଠନରୁ ଯାହା ଜଣାଯାଇଥାଏ କି ସଂଶିତ ବା ଏହି କବିତାଟି ଏକ ରୋମାଣ୍ଟିକ୍ କବିତା। କାରଣ ରୋମାଣ୍ଟିକ୍ ବାଦର ଉପାଦାନମାନ ହେଲେ ରୋମାଣ୍ଟିକ୍ କବିମାନେ ଭାରି ପ୍ରକୃତିପ୍ରେମୀ, ଅତୀତ ସଞ୍ଚାରୀ, ସ୍ମୃତି ମନେ ପକାକାରୀ, ଯୌବନ ପୂଜକ, ବାର୍ଦ୍ଧକ୍ୟ ଭୀତକ, ବାର୍ଦ୍ଧକ୍ୟକୁ ଭୟ କରିଥାନ୍ତି। କାରଣ ଯୌବନରେ ମଣିଷ ଯେମିତି ସ୍ୱଚ୍ଛନ୍ଦରେ ବୁଲିପାରିବ, ସୁନ୍ଦର ଦିଶିପାରିବ, ବୁଢ଼ା ବୟସରେ ସେମିତି ବୁଲିପାରିବ ନାହିଁ କି ସୁନ୍ଦର ଦିଶିପାରିବ ନାହିଁ। ବାର୍ଦ୍ଧକ୍ୟରେ ମୃତ୍ୟୁ ବିଶ୍ୱାସରେ ଭାରି ସହଜ, ତେଣୁ ମୃତ୍ୟୁ ଭୟୀ ହୋଇଥାନ୍ତି ରୋମାଣ୍ଟିକ୍ କବିମାନେ। ପଲ୍ଲୀକବି ନନ୍ଦକିଶୋର ବଳଙ୍କର ନବବର୍ଷା ଭାବନା ଏକଦା ଉତ୍କଳ ବିଶ୍ୱବିଦ୍ୟାଳୟର B.A. ଶ୍ରେଣୀରେ ବାଧ୍ୟତାମୂଳକ ଓଡ଼ିଆ MIL ପାଠ୍ୟକ୍ରମରେ ବହୁବର୍ଷ ଧରି ପାଠ୍ୟ ପ୍ରଚଳିତ ଥିଲା। ମୋର ମଝିଆଁ ବଡ଼ ଭଉଣୀ 1978ରୁ 1980 ଦୁଇ ଶିକ୍ଷା ଅଧିବେଶନରେ ରାଇରଙ୍ଗପୁର ମହାବିଦ୍ୟାଳୟ ରାଇରଙ୍ଗପୁରଠାରେ ରହି ଏହି କବିତାଟିକୁ ପଢ଼ିଥିଲେ। ତାଙ୍କ ସାର୍ ସମରେନ୍ଦ୍ର ଦାସ କିମ୍ବା ତାଙ୍କ ପତ୍ନୀ ପ୍ରତିମାରାଣୀ ଦାସ କେହି ଜଣେ ହେଲେ ଏହି କବିତାଟିକୁ ପଢ଼ାଇଥିଲେ। କଲେଜ କକ୍ଷର ଶ୍ରେଣୀରେ ଓଡ଼ିଆ ସାହିତ୍ୟକୁ ମୁଁ ପିଲାବେଳରୁ ଅତ୍ୟନ୍ତ ଭଲ ପାଉଥିବାରୁ ମେଟ୍ରିକ୍ ଶ୍ରେଣୀରେ ସେତେବେଳେ ପଢ଼ୁଥିଲେ ମଧ୍ୟ ମୁଁ ମୋର ଅପାର ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃକ ପ୍ରକାଶିତ କବିତାବଳୀ ବହିରୁ ନବବର୍ଷା ଭାବନା କବିତାଟିକୁ ସେତେବେଳୁ ଯୋଉ ବାରମ୍ବାର ଆଗ୍ରହରେ ପଢ଼ିଥିଲି, ତାହା ଏପର୍ଯ୍ୟନ୍ତ ମୋର ନମନୀୟ କମନୀୟ ସାହିତ୍ୟ ପ୍ରାଣରେ ବଞ୍ଚିକି ରହିଅଛି। ମୁଁ କବିତାଟିକୁ ଜମାରୁ ଭୁଲିପାରି ନାହିଁ। ଯେଉଁ ଲେଖକୀୟ ସାହିତ୍ୟ କୃତିଟି ପାଠକର ଅବଚେତନ ଭିତର ମନରେ ସଦା ମନେ ରହି ପାଠକକୁ ଲେଖା ପ୍ରତି ସଦା ଆଗ୍ରହ ବା ଆସ୍ପୃହା ଜଗାଏ, ବଢ଼ାଏ, ତାହାକୁ ସାହିତ୍ୟର ଚିରନ୍ତନ ମୂଲ୍ୟବୋଧ କହନ୍ତି। ଇଂରାଜୀରେ ଯାହାର ଇଟର୍ନାଲ ଭ୍ୟାଲୁ ବୋଲି ନାମ ରହିଅଛି। ମୁଁ ଗାଁକୁ ଗଲେ, ଗାଁ ଜଙ୍ଗଲରେ ବୁଲିବା ସମୟରେ, ମେଘ ପାଣିର ବର୍ଷା ବେଳେ କବିତାର କିଛି ସ୍ମରଣୀୟ ହୃଦଚହଲା ପଦମାନଙ୍କୁ ମନେ ପକାଏ, ଆବୃତ୍ତି କରେ। ପାଠକର ଏଇ ମନୋବୃତ୍ତି ହିଁ ସାହିତ୍ୟକୁ ଅମର କରି ରଖିବାର ବଡ଼ ମାଧ୍ୟମ। ଅନ୍ତତଃ ମୁଁ ଏହା ବୁଝେ। ସାହିତ୍ୟକୁ ଭଲ ପାଇଲେ ହିଁ ସାହିତ୍ୟ ପାଠକକୁ ମନେ ରଖାଏ। ନନ୍ଦକିଶୋର ବଳ ମୋର ପ୍ରିୟ କବି। ସେ ପୁଣି ବର୍ଷାର କବି। ଯେହେତୁ ତାଙ୍କର କବିତା ରଚନାମାନଙ୍କରେ ବର୍ଷା ଋତୁର ବର୍ଣ୍ଣନା ବେଶୀ ରହିଅଛି, କବି ନିଜେ ମଧ୍ୟ କହିଛନ୍ତି, ସଦାଦିନେ ମୁଜେ ବରଷାର ରଙ୍କ ମେଘ ଦେଖି ଫେଡ଼େ ମନ, ଝରଝର ଶବଦ ତିରୋହିତ ହେଲେ ବିଷଣ୍ଣ ହୁଏ ମୋ ମନ। ନବବର୍ଷା ଭାବନା କବିତାଟି ଅନେକ ପାଠକଙ୍କର ପ୍ରିୟତମ ହୋଇପାରିଛି ତାର ରଚନାର ହୃଦୟଗ୍ରାହୀ ହେତୁକୁ ନେଇ।
ଦୀର୍ଘ କବିତାକୁ ଏଠାରେ ସବିଶେଷ ଆଲୋଚନା କରା ନ ଯାଇ ଯେତିକି ଅଂଶ କବିତାବଳୀ ବହିରେ ପାଠ୍ୟ ରୂପେ ଗୃହୀତ ଉଦ୍ଦେଶିତ ହୋଇ ସମ୍ପାଦିତ ରୀତିରେ ପୁସ୍ତକରେ ମୁଦ୍ରିତ ହୋଇ ବିଏ ଶ୍ରେଣୀରେ ପଠିତବ୍ୟ ହୋଇଥିଲା, ସେତିକି ମାତ୍ର ସମୀକ୍ଷାର ମହତ୍ ପରିସରକୁ ମୁଁ ଆଣୁଅଛି। ଯେହେତୁ ଦୀର୍ଘ ଆଲୋଚନା ଅନେକ ସମୟରେ ଶ୍ରୋତାର ପାଠକର ବିରକ୍ତି ବୋରିଂ ର ମନ ଅସ୍ଥିରତାକୁ ଆଣେ। ଦୀର୍ଘତର ସାହିତ୍ୟ କୃତିକୁ ପଢ଼ିବାରେ ମୋର ଧୈର୍ଯ୍ୟ ଧାରଣ କ୍ଷମତାର ଅଭାବ କାରଣରୁ ମୁଁ ଜୀବନରେ ଉପନ୍ୟାସ ପଢ଼ାର ଆନନ୍ଦରୁ ନିଜକୁ ବଞ୍ଚିତ କରି ଦୂରେଇ ରଖିଅଛି। ଯଦିଓ ଉପନ୍ୟାସ ଜୀବନଭେଦ ମାନବ ଜୀବନର ବ୍ୟାପ୍ତି ବ୍ୟାପକତାର କଥା କହିଥାଏ, ବୈଚିତ୍ର୍ୟ ଦେଖାଏ, ହେଲେ ମୁଁ ନିରୁପାୟ। ଇଚ୍ଛା ଡାକେ ନାହିଁ ଉପନ୍ୟାସ ପଢ଼ିବାକୁ। ସମୀକ୍ଷକର ଦୃଷ୍ଟିରୁ ମୋର ଆଘାତ ପାଏ। ବାରମ୍ବାର ପର୍ଯ୍ୟାଲୋଚନାର ଅଭାବରୁ। ସାହିତ୍ୟର ସମୀକ୍ଷକ ମୁଁ, ନିରୁତା ଲେଖକ ନୁହେଁ। ତାହା ପୁଣି କବିତାର ବେଶି। କବିତାର ଆଲୋଚନା। ରମାଦେବୀ ବିଶ୍ୱବିଦ୍ୟାଳୟ ବି ଏଇ କବିତାକୁ କିଛି ବର୍ଷ ପୂର୍ବେ ପାଠ୍ୟରେ ପ୍ରଚଳିତ କରାଇଥିଲା ତାର ସ୍ୱୟଂଶାସିତ କ୍ଷମତା ପ୍ରାପ୍ତିରୁ। ରୋମାଣ୍ଟିକ୍ କବିପ୍ରାଣ ଦୂର ବିଦେଶରେ ଥାଇ ଆଷାଢ଼ ମାସର ନବବର୍ଷା ପଡ଼ିବାକୁ ତାର ଆଗମନକୁ ଦେଖି ଗାଁ ଘରଠାରୁ ଦୂରେଇ ରହି ନିଜର ଅତୀତ ଜୀବନର ବାଳକ କିଶୋର ସମୟରେ ନୂଆ ବର୍ଷାର ଗ୍ରାମୀଣ ଅନୁଭୂତି ଅଭିଜ୍ଞତାକୁ ସ୍ମରଣ କରିଛନ୍ତି। ମନେ ପକାଇଅଛନ୍ତି ସଂଶିତ କବିତାଟିରେ, ଯାହାକି ହୃଦ୍ୟ ପ୍ରଶଂସନୀୟ ହୋଇଅଛି। କବିର ବ୍ୟକ୍ତିଗତ ଜୀବନରେ ବି ସାମଗ୍ରିକ ମଣିଷ ଜୀବନର ସତ୍ତା ଥାଏ। ଯେହେତୁ ବ୍ୟକ୍ତି ସମାଜର ଅପରିହାର୍ଯ୍ୟ ଅଂଶ, ଯୋଉଥିପାଇଁ ଏକାନ୍ତ ବ୍ୟକ୍ତିଗତ ସାହିତ୍ୟ ଏକାନ୍ତ ସାର୍ବଜନୀନ ବୋଲାଏ। କବିର ଜୀବନରେ ପାଠକ ନିଜର ଜୀବନକୁ ଦେଖେ। ସୁତରାଂ ଏଇଠି ସାହିତ୍ୟର ଭଲ ପାଇବା ଥାଏ। କବିତାର 8ଟି ଭାଗ। ଆଲୋଚନାର ଲୋଭ ସମ୍ବରଣ କରି ନ ପାରି 8ଟି ଯାକ ଭାଗର ସମୀକ୍ଷା କରି ଦେଉଅଛି। ଶ୍ରୋତାଙ୍କୁ ଧୈର୍ଯ୍ୟ ଧରି ଶୁଣିବାକୁ ବିଶେଷ ଅନୁରୋଧ କରୁଅଛି। ମୋର ଦୀର୍ଘ 34 ବର୍ଷର ଅଧ୍ୟାପକ ଚାକିରି ଜୀବନରେ କବିତା ହିଁ ମୋର ପ୍ରିୟ। କବି କଦାପି ନୁହେଁ, ହେଲେ କବିତା ପଢ଼ାଇ, କବିତା ପଢ଼ି ମୋର ଶ୍ରଦ୍ଧେୟ ଛାତ୍ରଛାତ୍ରୀମାନଙ୍କୁ ଖୁସି କରାଇଅଛି। ନିଜେ ଅଜସ୍ର ଖୁସି ମଧ୍ୟ ପାଇଛି, ଯାହାକି ନିଃସନ୍ଦେହ। କବି କହୁଛନ୍ତି, ରୋମାଣ୍ଟିକ୍ ଭାବନାରେ ବ୍ୟଗ୍ର ଓ ଆତୁର ଥାଇ ଅତୀତ ସଞ୍ଚାରୀ ଦୃଷ୍ଟି ମେଲି, କାଳର କ୍ରମାନ୍ୱୟିକ ଗତିରେ ଥାଇ ଗ୍ରୀଷ୍ମଋତୁ ଧରାବକ୍ଷରେ ନିଜର କାମ ସାରି ଧରାଧାମ ଛାଡ଼ି ଗଲା ପରେ ପରେ ଖୁବ୍ ଶୀଘ୍ର ପ୍ରବଳ ଗତିରେ ଘନଘୋର ବର୍ଷାକାଳ ସଂସାରକୁ ପଳେଇ ଆସିଲା। କବି କହୁଛନ୍ତି, ମୁଁ ଭାବୁଛି କି ଧରଣୀରେ ଖୁବ୍ ଶୀଘ୍ର ସମୟର ଗତି ବଦଳୁଅଛି। ତେଣୁ ମହାନ୍ ବଦଳିଯିବାଟା ମାନବ ସଂସାରରେ ଶୀଘ୍ର ବି ଦିଶୁଅଛି। ସଂସାର ସୁଖ ଦୁଃଖ ପୂର୍ଣ୍ଣମୟତାର, ମୃତ୍ୟୁ ଜୀବନର, ହସ କାନ୍ଦର, ନଶ୍ୱର ନଷ୍ଟଶୀଳ ସ୍ଥଳ ବୋଲି କବି କହୁଛନ୍ତି। ବିଶ୍ୱର ଏ ପ୍ରକାର କ୍ଷୀଣ ଦୀର୍ଘ ପରିବର୍ତ୍ତନ କ୍ଷଣ କ୍ଷଣକେ ଆନ ଅଲଗାପଣ ମନରେ ଦୁଃଖ ଦିଏ। କାରଣ ସୁଖକୁ ମଣିଷ ଦୀର୍ଘସ୍ଥାୟୀ କରି ରଖିବାକୁ ଚାହେଁ, କିନ୍ତୁ ସମୟର ଚାପରେ ତାହା ହୋଇ ନ ଥାଏ। ସେଥିପାଇଁ କବି କହୁଛନ୍ତି, ଦୂରବର୍ତ୍ତୀ ମୋର ଅତୀତ ବ୍ୟତୀତ ଜୀବନର ସୁନ୍ଦର ସ୍ମୃତି ସବୁ ମନର ଛବିରେ ମୁଁ ଦେଖିପାରୁଛି। ମନକୁ ମୋର ଆସୁଅଛି ମଧୁର ପିଲାବେଳର ମନେ ପକା ସବୁ ଗୋଟି ଗୋଟି ହୋଇ ଆଜି ଏଇ ନୂଆ ବର୍ଷା ସମୟରେ ମୋତେ ମିଳିଥିବା ଅବସର ହେତୁ ମୋର ମନେ ପଡ଼ୁଛି। କବି ଭାବୁଛନ୍ତି, ଆହା, ସେଭଳି ଶୈଶବ ବାଳକ ସମୟର ମୋର ଜୀବନ ବିତାନ ବା ଅତିବାହିତିକରଣ ମୋତେ ଆଉ ପୁନର୍ବାର ମିଳିବ ନାହିଁ। ହେ ସମୟ, ତୁ ଭାରି ନିଷ୍ଠୁର ନିର୍ଦ୍ଦୟ ଥିବାରୁ ହିଁ ମୋର ସେଇ ମଧୁମୟ ଶିଶୁବେଳର ଜୀବନକୁ ମୋ ଜୀବନରୁ ଛଡ଼ାଇ ନେଇ ଯାଇଅଛୁ। କବି କହୁଛନ୍ତି, ପିଲାଟି ବେଳରୁ ମୁଁ ମୋର ଜନ୍ମଦାତ୍ରୀ ମାଆଙ୍କୁ ଓ ଭଉଣୀକୁ ହରାଇଥିଲି। ଦୁହେଁ ମୋତେ ଏକା କରି ଛାଡ଼ିକି ମରିଯାଇଛନ୍ତି। ବର୍ଷାକାଳେ ମା' କୋଳରେ ସେତେବେଳେ ଯେବେ ମୁଁ ଶୋଇଥିଲି, ଘନ ମେଘର ଗମ୍ଭୀର ଅନ୍ଧାର ରାତିର ସମୟରେ ମେଘର ଟିପିଟିପି ବର୍ଷା ପଡ଼ିବାକୁ ଶୁଣିଥିଲି। ଫୁଲର ମଝିଭାଗରେ ଥିବା କେଶର ବି ବର୍ଷା ପାଣିରେ ଓଦା ହୋଇ ନଷ୍ଟ ହୋଇ ଯାଇଥିଲା। ବର୍ଷା ଋତୁରେ ବାହା ହେବାକୁ ସ୍ୱପ୍ନ ଦେଖୁଥିବା କିଶୋରୀ ତାର ବର ସ୍ୱାମୀକୁ
ରଜା ମାନେ ପ୍ରଭୁ ମଣି ସେ କୋଉଠି ଅଛନ୍ତି କେବେ ଆସି ବାହା ହୋଇ ମୋତେ ସ୍ତ୍ରୀ ବଧୂ ବେଶରେ ନେବେ। ମୋର ବାପଘର ଦାଣ୍ଡରେ ବାହାଘରର ତେଲିଙ୍ଗି ବାଜା ବା ଯୋଡ଼ି ନାଗରା ବାଦ୍ୟ କେବେ ବାଜିବର ଆଶା ପଦକୁ ଯାହାକି କବିଙ୍କର ନିଜର ନୁହେଁ ପଲ୍ଲୀ ପ୍ରଚଳିତ ପ୍ରବାଦ ଢଗକୁ ପଦ୍ୟର ପ୍ରତିଭାଗର ଶେଷରେ ଉଦ୍ଧୃତି ଦେଇଛନ୍ତି। ବର୍ଷା ନାୟକର ସ୍ୱାମୀ ସ୍ତ୍ରୀର ମିଳନର ଋତୁକୁ ଦେଖି ପଲ୍ଲୀ ପ୍ରବାଦଟି ଢଗଟି ଓଡ଼ିଶାର ଗାଁମାନଙ୍କରେ ପ୍ରଚଳିତ ଅଛି କୋଉ ପୁରୁଣା କାଳରୁ। କବିତାର ଦ୍ୱିତୀୟ ଭାଗ। ମେଘ ଜୋରରେ ମୂଷଳ ବା ମୋଟା ଧାରରେ ଆକାର ଧରି ବର୍ଷିଲା ଜଳସ୍ରୋତକୁ ବୁହାଇ ପ୍ରବାହିତ କରାଏ। ବର୍ଷା ଜଳ ଜୋରରେ ଭୟଙ୍କର ଶବ୍ଦ କରି ଭୂମିକୁ ତୁଲୁକେଇ ପ୍ରଖର ସ୍ରୋତରେ ବୋହୁଥିଲା ଭୂମିକୁ କାଦୁଆ ପିଚ୍ଛିଳ ଖସଡ଼ା କରାଏ। ନୂଆ ବର୍ଷା ପଡ଼ିବା ଦେଖି ବେଙ୍ଗମାନେ ରଡ଼ି କଲେ। ସାପ ଗାତରେ ପାଣି ପଶି ଯିବାରୁ ସାପ କଷ୍ଟ ପାଇଲା। କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ, ଅର୍ଥାତ୍ କାହା ଜୀବନରେ ଦୁଃଖ ତ କାହା ଜୀବନରେ ସୁଖ। ସଂସାରର ଏହା ରୀତି ବା ନିୟମ। କବି କହୁଛନ୍ତି ସାପ ଖରାପ ଜନ୍ତୁ, ବିଧାତାର ଏହା ତା ପ୍ରତି ଦଣ୍ଡ। ବିଧାତାର ବିପଦକୁ ଘେନି ସାପ ଗାତରେ ପାଣି ପଶି ଯିବାରୁ ରହି ନ ପାରି ବାଟେ ଘାଟେ ଶୋଇ ରହେ, ସ୍ଥାନ ଅସ୍ଥାନରେ ଯାଇ ରହେ। ସୁଯୋଗ ପାଇଲେ ଜୀବ ମନୁଷ୍ୟମାନଙ୍କୁ କାମୁଡ଼ି ସେମାନଙ୍କର ପ୍ରାଣ ନେଇଥାଏ। ସାପ ଭାଗବତରେ କହିଛି ଭଗବାନଙ୍କୁ ଗରଳେ କଲୁ ଅଧିକାରୀ ସ୍ୱଭାବ ଛାଡ଼ିବି କିପରି, ଅର୍ଥାତ୍ ତୁ ମୋର ପେଟକୁ ବିଷରେ ଭର୍ତ୍ତି କଲୁ, ତେଣୁ କାମୁଡ଼ିବା ଶକ୍ତି ଦେଲୁ ଏବଂ କାମୁଡ଼ିଲି ମଣିଷ ମଲା, ସେଥିରେ ମୋର କିଛି ଦୋଷ ନାହିଁ। ପାପୀ ଲୋକ ନିଜର ପାପ କର୍ମର ଉପଯୁକ୍ତ ଶାସ୍ତି ପାଇବା ପରେ ବି ନିଜ ମନ୍ଦ ପ୍ରକୃତିକୁ ଛାଡ଼ିପାରି ନଥାଏ। ପ୍ରବଳ ଗାଳି ଅପମାନ ସହିବା ପରେ ବି ପାପୀ ସବଳ ହୋଇ ଦୁର୍ବଳ ଉପରେ ନିଜ ଅତ୍ୟାଚାରକୁ କିନ୍ତୁ ବନ୍ଦ କରି ନଥାଏ। ସଂସାର ଭଲ ମନ୍ଦ ସବଳ ଦୁର୍ବଳ ଦୁଇ ସ୍ୱଭାବର ଲୋକକୁ ରଖିଥାଏ। କବି କହୁଛନ୍ତି ବର୍ଷା ମଣିଷକୁ କାମ ନ କରାଇ ବେକାର ବସାଇ ଦେଇଥିବାରୁ ମଣିଷକୁ ଭାବିବାକୁ ଯଥେଷ୍ଟ ସୁଯୋଗ ଦେଇଥାଏ। କବି ଭାବୁ ଭାବୁ ନିଜ ପିଲାବେଳ କଥା ସବୁ ଭାବି ବସିଛନ୍ତି। ବର୍ଷା ସମୟରେ ସାଙ୍ଗ ମେଳରେ ପିଲାମାନେ ଯେବେ ଏକାଠି ଖେଳୁଥିଲେ, ଯାହା ସବୁ ଗୀତ ଗାଇଥିଲେ କବି ତାକୁ ଏବେ ମନେ ପକାଉଅଛନ୍ତି। ଟିପିରି ଟିପିରି ହୋଇ ମେଘ ବର୍ଷିଲା, କେଶୁର ଗଜା ମାରିଲା, ଯୁବତୀ ନାରୀର ରାଜା ବା ସ୍ୱାମୀ କେଉଁ ଦେଶରେ ଯାଇ ଅଛନ୍ତି ଯେ ବିବାହର ଯୋଡ଼ି ମହୁରୀ ବାଜା ଶୁଣିପାରୁ ନାହାନ୍ତି। ତୃତୀୟ ପଦ। ଆକାଶରେ ବିଭିନ୍ନ ଆକୃତି କରି ମେଘ ସବୁ ଭାସି ବୁଲିଥାନ୍ତି, ଆଉ ସେହି ସବୁ ମଣିଷ ଘୋଡ଼ା ହାତୀ ଭଳିଆ ଆକାରର ଦିଶୁଥିବା ମେଘ ଭିତରୁ ବିଜୁଳି ଘଡ଼ଘଡ଼ି ଶବ୍ଦ କରି ଦିଶୁଥିଲା, ମାରୁଥିଲା। ମେଘ ଭିତରେ ଲୁଚି ଯାଉଥିଲା। ବିଜୁଳି ଶବ୍ଦ ଶୁଣି କବି ଡରି ଯାଉଛନ୍ତି। ପୁଣି ବିଜୁଳି ମଧ୍ୟ ଗଛ ବୃକ୍ଷ ଜୀବଜନ୍ତୁମାନଙ୍କୁ ଜାଳି ପୋଡ଼ି ମାରିଥାଏ। ପ୍ରକୃତିର ଏହା ବିବିଧତା, ତାର ଗୋପନୀୟତା ଚକିତ ଆଶ୍ଚର୍ଯ୍ୟକର ଦୃଶ୍ୟ। ବର୍ତ୍ତମାନ ପୃଥିବୀରେ ବର୍ଷା ଋତୁର ରାଜୁତି। ବିଜୟୀ ବୀର ପରାଜିତ କରିଥିବା ବୀରମାନଙ୍କଠାରେ ଯେମିତି ନିଜର ପ୍ରଭୁତ୍ୱ ଅଧିକାର ସାବ୍ୟସ୍ତ କରାଏ, ନୂଆ ମେଘ ଓ ବିଜୁଳି ଧରାବାସୀଙ୍କ ପାଇଁ ଠିକ୍ ସେଭଳି। ରାଜା ପୁରୁଷୋତ୍ତମ ଦେବ ଦକ୍ଷିଣରେ କାଞ୍ଚି ବିଜୟ କରି ଯେମିତି ବୀରଦର୍ପରେ ପଦ୍ମାବତୀଙ୍କୁ ନେଇ ଫେରିଥିଲେ, ଜଗନ୍ନାଥ ବଳଭଦ୍ରଙ୍କର କଳା ଘୋଡ଼ା ଧଳା ଘୋଡ଼ାର ଅଦୃଶ୍ୟ ସାହାଯ୍ୟରେ ମେଘ ଠିକ୍ ବର୍ତ୍ତମାନ ସେମିତି। ମନ ଚଞ୍ଚଳମତି, ଅତି ଅଳ୍ପ ସମୟରେ ଅନେକ କିଛି ଏକ ସମୟରେ ମନ ଭାବି ନେଇଥାଏ ସୁଯୋଗ ପାଇକି। କବି ଇତିହାସ ପ୍ରିୟ ଭାବନାରୁ ଫେରି ଦେଖିଛନ୍ତି କି ବର୍ଷା ଜଳ ଝିରି ଝିରି ଶବ୍ଦରେ ଝରୁଅଛି, ଥଣ୍ଡା ପବନ ସୁଲୁସୁଲୁ ହୋଇ ବହୁଅଛି। ମେଘୁଆ ସମୟରେ ମା କୋଳରେ ଥାଇ ଶିଶୁଟି ହସୁଛି, ଖୁସି ହୋଇ ଗୀତ ଗାଉଛି। ଚାରି ଭାଗ। ଗାଁର ଛୋଟ ବୟସର ହେଉ ଅଥବା ଗେଡ଼ି ଆକୃତିର ହେଉ, ପିଲା ବୋହୂଟିଏ ମାଠିଆରେ ପାଣି ଆଣୁ ଆଣୁ ପାଦ ଖସି ପଡ଼ିଗଲା। ଏହାକୁ ଦେଖି ପିଲାମାନେ ଖୁସିରେ ଅଧୀର ହୋଇ ତାଳି ବଜାଇ ହସିଲେ। ଗାଁର ସଅର ସାହିରୁ ସଅର ସ୍ତ୍ରୀଏ ବାହାରି ଜାମୁଡାଳ ଧରି ନାଚୁଥିଲେ। କେଳାର କଲିକତି ହାବୁଡ଼ା ଖେଳ ବି ଦେଖିଥିବାକୁ କବି ମନେ ପକାଇଛନ୍ତି। ଭାଦ୍ରବ ବା ଭୋଦୁଅ ମାସରେ ଝିଅମାନଙ୍କର ଖୁଦୁରୁକୁଣୀ ଓଷା ପଡ଼େ, ଆଉ ସେମାନେ ଏକାଠି ହୋଇ ଖୁଦୁରୁକୁଣୀ ଓଷା ପାଳନ୍ତି। ଜହ୍ନି ଫୁଲ ଗୀତ ଗାଇଥିଲେ। ପିଲାମାନେ ନିଜ ନିଜ ଭିତରେ ପୌରାଣିକ ସୁଆଙ୍ଗ ନାଟ ପୁରାଣର
ବିବିଧ ଚରିତ୍ରରେ ଥାଇ କରିଥିଲେ। ଦେଖଣାହାରୀଙ୍କୁ ଦେଖାଇଥିଲେ, ଯାହାକି କବିଙ୍କର ମନେ ପଡ଼ୁଥିଲା। ପୁଣି ସେଇ ନାଟରେ ଥିଲା ସାଧବ ଘରର ପୁଅ ଝିଅ, ରାଜାରାଣୀର ସୁହାଙ୍ଗ ବା ଫାର୍ସ, ଚକୁଳିଆ ପଣ୍ଡା ଏବଂ ଅନ୍ୟାନ୍ୟ ଭୂମିକା ରହିଥିଲା। ପିଲାବେଳେ କବି ଭୂତପ୍ରେତର କାହାଣୀ ଶୁଣିଥିଲେ, ଯାହାକି ବାଉଁଶ ବଣରେ ଘଟିଥିଲା। ଡରି ଯାଇ ନିଜର ଛାଇ କାନ୍ଥରେ ପଡ଼ୁଥିଲା, ତାକୁ ବି ଭୟ କରୁଥିଲେ କଳା ଭୂତ ଭାବି। ଗାଁରେ ବିଲୁଆ ରାବ ଦେଉଥିଲା, ବିଲ ଦିଗରୁ ଶୁଭୁଥିଲା ଗାଁ ଦାଣ୍ଡରେ ଗାଁ ଚୌକିଆ ଜାଗତେ ରହ ଡାକ ବି ନିଶୁଣ ରାତିରେ ପିଲା କବିଙ୍କ ମନରେ ଭୟ ସଞ୍ଚାର କରୁଥିଲା। ଡରିକି କବି ଅଳ୍ପ ସମୟରେ ଶୋଇ ବି ପଡ଼ୁଥିଲେ। ବର୍ଷା ସମୟରେ ଛାଇ ନିଦରେ ଶୋଇଥିବା ବେଳେ କବିଙ୍କର ମା ଗାଇଥିବା ବର୍ଷା ଗୀତକୁ କବି ମନେ ପକାଇଛନ୍ତି। ପଞ୍ଚମ ଭାଗ। ଏହି ଅଂଶରୁ 8 ଅଂଶ ପର୍ଯ୍ୟନ୍ତ BS ଶ୍ରେଣୀରେ ପାଠ୍ୟ ଥିଲା। ମେଘ ବର୍ଷା ହେଉଛି, ବିଜୁଳି ମାରୁଅଛି, ଜୋରରେ ପବନ ବହୁଛି। ଯୁବକ ବୟସରେ ଚାକିରି କରୁଥିବା, ପେଟ ପୋଷିବା ଦାୟରେ କବି ନିଜର ପ୍ରାଣର ପ୍ରିୟା ସ୍ତ୍ରୀଠାରୁ ଦୂରରେ ଥାଇ ବିଦେଶ ବା ବାହାର ଜାଗାରେ ରହିଛନ୍ତି। ନବବିବାହିତା ସ୍ତ୍ରୀଙ୍କୁ ଘରେ ଛାଡ଼ି ଆସିଛନ୍ତି। ଗାଁର ସେବେଳର ସଂସ୍କୃତିରେ ନୂଆ ନୂଆ ବାହା ହୋଇ ସାଥିରେ ଚାକିରି ଜାଗାକୁ ନିଜର ସ୍ତ୍ରୀଙ୍କୁ ସ୍ୱାମୀମାନେ ନେଇ ନଥାନ୍ତି। କବି ସେମିତି କରିଛନ୍ତି। ପ୍ରାଚୀନ ସଂସ୍କୃତିକୁ ସମ୍ମାନ ଜଣାଇ କବି ଭାବୁଛନ୍ତି ଦୂର ପ୍ରବାସରେ ଥାଇ ନିଜ ସ୍ତ୍ରୀଙ୍କ କଥାମାନଙ୍କୁ, ପୁଣି ନିଜର ଅତୀତ ଜୀବନକୁ ଆମ୍ବ ବଗିଚାରେ ବା ତୋଟାରେ ଏବଂ ଜଙ୍ଗଲର ଶିଆରୀ ଲତା ଗହଳରେ ପିଲାମାନଙ୍କ ସହିତ ଯେବେ କବି ସାଙ୍ଗ ହୋଇ ଖେଳୁଥିଲେ, କଳାହାଣ୍ଡିଆ ଘଞ୍ଚ ମେଘ ଆକାଶକୁ ଘୋଡ଼େଇ ବେଢ଼େଇ ଜୋରରେ ବର୍ଷି ଯାଉଥିବାର ଦେଖି ଖେଳ ଛାଡ଼ି ହରିବୋଲ ଧ୍ୱନି ଦେଇ ଶୀଘ୍ର ଘରକୁ ଧାଉଁଥିଲେ, ଯେମିତି ବର୍ଷାରେ ନ ଭିଜିବେ। ହେଲେ ଅଧା ବାଟରେ ମେଘ ସେମାନଙ୍କୁ ଅର୍ଥାତ୍ କବି ଓ ତାଙ୍କର ସାଙ୍ଗମାନଙ୍କୁ ଜୋରରେ ବର୍ଷି ଓଦା କରାଇ ଦେଉଥିଲା। ମେଘ ନଦ ନଦୀ, ସାଗର ସମୁଦ୍ର, ବଣ ପାହାଡ଼ ପର୍ବତ, ଗାଁ ଆଦି ସବୁକୁ ଡେଇଁ ଅତିକ୍ରମ କରି ଦେଶ ବିଦେଶ ଚାରିଆଡ଼େ କୋଉ ବାର୍ତ୍ତା ଖବର ନେଇ ବର୍ଷି ଯାଉଥିଲା, କବି ତାହା ଜାଣିପାରୁ ନଥିଲେ। ଆଖି ପିଛୁଡ଼ାକେ ଖୁବ୍ କମ୍ ସମୟରେ ମେଘ ଚାରିଆଡ଼େ ବ୍ୟାପି ଯାଇ ବର୍ଷି ଆଣ୍ଠୁଏ ପରିମାଣରେ ଜଳ ପୃଥିବୀ ରାସ୍ତାରେ ଭରି ଦେଇଥିଲା। ଗାଧୋଇବା ପାଇଁ ଆସୁଥିବା, ଘାସ ଉପରେ ଧୀରେ ଧୀରେ ଚାଲୁଥିବା ସାଧବ ବୋହୂଙ୍କୁ ବି ଭସାଇ ନେଇଥିବାର କବି ଦେଖିଥିଲେ। ବର୍ଷା ଜଳର ପ୍ରଖର ସ୍ରୋତ ଜଳଟୋପାମାନଙ୍କୁ ପଡ଼ିବା ଏବଂ ପାଣି ଫୋଟକାମାନଙ୍କୁ ଉଠିବାର ଦେଖି ପିଲାବେଳେ ଘରେ ଥାଇ ଯେଉଁ ବର୍ଷା ଗୀତ ଗାଇଥିଲେ, ମେଘ ବରଷିଲା ଟପର ଟପର, କେଶୁର ମାଇଲା ଗଜା, କେଉଁ ରାଇଜରେ ରହିଲେ ମୋ ରଜା, ତେଲିଙ୍ଗି ବାଇଦ ବଜା ଗୀତଟିକୁ କବି ତାଙ୍କର ଏହି ରଚିତ କବିତା ଭାଗର ଶେଷରେ ବାରମ୍ବାର ଉଦ୍ଧାର କରିଛନ୍ତି ଘୋଷା ବା ଧ୍ରୁପଦୀ ପଦ ହିସାବରେ। ଷଷ୍ଠ ଭାଗ। ସକାଳୁ ଉଠିକି ଗ୍ରାମବାସୀ ଲୋକମାନେ ଯିଏ ଯାହାର ପେଟପାଟଣା ଧନ୍ଦାରେ ବାହାରି ଯାଇଥିଲେ, ଆଉ ଘରର ବାସି କାମ ସାରି ଯଥା ଘର ଦାଣ୍ଡ ଓଳାଇବା, ବାସନ ମାଜିବା, ଗୁହାଳ ସଫା କରିବା, ବିଛଣା ଉଠାଇବା, ଛୁଆ ପିଲାଙ୍କୁ ଦାନ୍ତ ମୁହଁ ଧୋଇବା ଇତ୍ୟାଦି ସମାପ୍ତ କରି ଗାଁ ବୋହୂ ଝିଅ ସ୍ତ୍ରୀ ଲୋକେ ଏକାଠି ମେଳ ହୋଇ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ହୁଙ୍କାରେ ବିଲରେ ବାଡ଼ିରେ ବର୍ଷାଦିନିଆ ଛତୁ ବର୍ଷା ଜଳ ପାଇ ଫୁଟି ଉଠିଥିଲେ। ପିଲାମାନେ ସକାଳୁ ଉଠିଯାଇ ଛତୁ ତୋଳିଥାନ୍ତି। ତୋଟା ବେତ ବଣରେ ପକ୍ଷୀମାନଙ୍କର ସ୍ୱର ଶବ୍ଦ ଶୁଣାଯାଇଥିଲା। କାଉମାନେ ଥଣ୍ଟରେ ପାଚିଲା ଲାଲି ଟହ ଟହ ଫଳ ଧରି ସତେକି ବଣରେ ଭୋଜି ବା ଉତ୍ସବ କରୁଥିଲେ ଅବା ଉଡ଼ି ଉଡ଼ି ଯାଉଥିଲେ କା କା ଶବ୍ଦରେ। ଗାଁର ବଣ ଜଙ୍ଗଲରେ ଲତା ଗହଳ ନିକଟରେ ସାହାଡ଼ା ବୃକ୍ଷ ମୂଳରେ ସାହାଡ଼ା ଗଛ ତଳେ ପିଲା ବାଳକମାନଙ୍କ ସହିତ କବିଙ୍କର ଖେଳ ପାଟିତୁଣ୍ଡ ମନେ ପଡ଼ୁଥିଲା। କବି ସାଙ୍ଗମାନଙ୍କ ସହିତ ମିଳିମିଶି ଖେଳୁଥିଲେ। କିଏ ସାଙ୍ଗ ପୁଣି ବିଶ୍ୱାମିତ୍ର, ରାମ, ଲକ୍ଷ୍ମଣ ଭୂମିକା କରି ଧାଡ଼ି ଧାଡ଼ି ହୋଇ ନାଚୁଥିବାର ଦୃଶ୍ୟକୁ କବି ଦେଖିଥିଲେ। ସେହି ଖେଳ ପଡ଼ିଆ ଥିଲା ସତେକି ମିଥିଳା ଦାଣ୍ଡ। ରାମାୟଣ ପୁରାଣର ଅଭିନୟ ସାରି ପୁଣି ମହାଭାରତ ପୁରାଣର ଚରିତ୍ର ଭୀମ କୀଚକର ବିରାଟ ରାଜ୍ୟରେ ଯୁଦ୍ଧ କରିବାର ଅଭିନୟ କବିଙ୍କର ସାଙ୍ଗ ଦୁଇଜଣ କରୁଥିଲେ କପଟତାର ଆଚରଣ ଅବଲମ୍ବନ କରି। ମାୟା ମୃଗ ରୂପୀ ମାରୀଚ ପଛରେ ଧନୁ ତୀର ଧରି ରଘୁବଂଶ ବୀର ରାମଚନ୍ଦ୍ର ଗୋଡ଼ାଉଥିବା ଦୃଶ୍ୟ ଦେଖାଉଥିବା କବିଙ୍କର ଖେଳସାଥୀମାନେ ବର୍ଷା ଗୀତକୁ ଗାଉଥିଲେ ମେଘ ବରଷିଲା ଟପର ଟପର ପଦକୁ ଧରି। ସପ୍ତମ ଭାଗରେ ବର୍ଷା ଋତୁ 4 ମାସ, ସେଥିପାଇଁ ତାର
ତାର ନାମ ଚାତୁର୍ମାସ୍ୟ। ଆଉ ଏଇ ଚାତୁର୍ମାସ୍ୟର ବର୍ଷା ଋତୁ ସନ୍ଧ୍ୟା ବହୁତ ବଢ଼ିଆ। ତାକୁ ଦେଖି ଭାବୁକ ମନ ଅନେକ କଥା ଭାବିଥାଏ। କବିଙ୍କର ଶୈଶବର ପିଲାଦିନର ଏଇ ବର୍ଷା ଋତୁ ସନ୍ଧ୍ୟାର ସୁନ୍ଦରତା କଥା ବେଶ ମନେ ଅଛି। ତାକୁ କବି ଭାବଚକ୍ଷୁରେ ଦେଖି ଯାଉଛନ୍ତି, ତାର ଗୁଞ୍ଜରଣକୁ ଶୁଣୁ ବି ଛନ୍ତି। ମନରେ ମନେ ପକାଇ କବି ଖୁସି ବି ହେଉଛନ୍ତି। ଦୂର ବିଦେଶରେ ବଡ଼ ହୋଇ ବୟସ୍କ ହୋଇ ଚାକିରିଜୀବୀରେ ଥାଇ ଆକାଶର ପଶ୍ଚିମ ଦିଗରେ ସୂର୍ଯ୍ୟ ବୁଡ଼ି ଯାଉଥିଲେ। ଆକାଶ ଉପରୁ ମେଘ ତଳକୁ ଓହ୍ଲାଇ ଚାରିଆଡ଼କୁ ବ୍ୟାପି ଯାଇଥିଲା। ପର୍ବତରେ ବି ଚଢ଼ି ଯାଇଥିଲା। ଗାଁର ସ୍ତ୍ରୀଲୋକମାନେ ନାରୀମାନେ ଗରା କାଖେଇ ପାଣି ଆଣିବାକୁ ଯାଉଥିଲେ। କୁଁ କୁଁ ସ୍ୱରରେ କେନ୍ଦ୍ରା ବାଦ୍ୟ ବଜାଇ ନାଥ ଯୋଗୀ ଭିକ ମାଗୁଥିଲା। ଆଖିକୁ ମିଟି ମିଟି କରି ନୂଆ ବୋହୂଟିଏ ଚୁଲି ଜଳେଇବା ପାଇଁ ଜାଳ କାଠ ଏକାଠି କରୁଥିଲା। ତାହାର ସଙ୍ଗାତୁଣୀଟି ବି ବାଡ଼ରୁ ନାଲି ରଙ୍ଗର କୁଆ ମଇତା ତୋଳୁଥିଲା। ତାଳ ଗଛର ଡାଳ ବାହୁଙ୍ଗା ଉପରେ କୁମ୍ଭାଟୁଆ ରାବୁଥିଲା। ଏହି ସମୟରେ ଝିପି ଝିପି ମେଘ ଆସ୍ତେ ଆସ୍ତେ କରି ବର୍ଷିଯାଇ ଜୋର ଜୋରରେ ବର୍ଷିଗଲା। ଏହା ମେଘର ବାୟାପଣ ପାଗଳାମିକୁ ଦେଖି ପିଲାମାନେ ବି ପାଗଳ ଭଳିଆ ହୋ ହୋ ପାଟି କରି ବର୍ଷା ଗୀତ ଗାଇ ଉଠିଲେ। ନାଚି ନାଚିକି ତାଳି ବି ମାରୁଥିଲେ। ଆଠ ଭାଗ ଚାରିଆଡ଼ ପାଣିରେ ଭର୍ତ୍ତି। ଦୂରରୁ ଚାଷୀ ବା କୃଷକର ଗଉଡ଼ର ଗୀତ ଗାନ ଶୁଭୁଥିଲା। ମେଘ ଜୋରରେ ବେଶି ବର୍ଷାରେ ଭିଜିଥିବା ଚାଳ ମୁଣ୍ଡରୁ ଭେଦ କରି ଧୂଆଁ ଉଠୁଥିଲା, ରାତ୍ରି ରୋଷେଇର ଚୁଲି ଜଳୁଥିବାକୁ ଜଣାଇ। ଡାଆଣିଆ ଖରା କବିତାରେ କବି ଏଭଳି ଦୃଶ୍ୟ ଦେଇ କହିଛନ୍ତି। ଉଠିଲା କୁଟୀର ମଥାନ ଭେଦି ଧୂମ ସଘନେ, ପରାତ୍ମାରେ ଆତ୍ମା ପ୍ରାୟକ ମିଶି ଗଲା ଗଗନେ। ଗାଁ ଦାଣ୍ଡରୁ କୋକିଶିଆଳୀଙ୍କର ହୁକେ ହୋ ଡାକ ଶୁଣାଯାଉଥିଲା। କ୍ଷଣକରେ ସନ୍ଧ୍ୟା ଚାଲିଯାଇ ଉଭେଇ ଯାଇ ଘନ ଅନ୍ଧାର ଗାଁକୁ ଚାଲି ଆସିଲା। ରାତି ହେବାରୁ ବାଟୁଆ ପଥିକମାନେ ଯିଏ ଯାହାର ଘରକୁ ଫେରୁଥିଲେ। ଗାଁର ଭାଗବତ ଘରେ ପୁରାଣ ପଣ୍ଡା ରାମାୟଣ ପୋଥି ପଢ଼ୁଥିଲେ। ପ୍ରସଙ୍ଗ ଥିଲା ଘନଘୋର ବର୍ଷା କାଳରେ ଅଶୋକ ବନରେ ସତୀ ବୈଦେହୀ କେମିତି ବର୍ଷା ଋତୁକୁ ଅତିବାହିତ କରୁଥିଲେ ସେହି କଥାକୁ ପୂଜାରୀ ପଣ୍ଡା ପଢ଼ୁଥିଲେ। ଭାଗୀରଥୀ କୂଳରେ ଥିବା ଘଞ୍ଚ ଜଙ୍ଗଲରେ ଦିଅର ଲକ୍ଷ୍ମଣ କେମିତି ସୀତାଙ୍କୁ ରଥରୁ ଓହ୍ଲାଇ ଏକାକିନୀ ଛାଡ଼ି ଦେଇ ଫେରି ଯାଇଥିଲେ ସେ କଥା ବି ପଢ଼ାଯାଉଥିଲା। ରାତିର ପ୍ରଥମ ଭାଗରେ ଗାଁର ବିଲ ମାଳ ଭିତରେ ବେତ ବାଉଁଶ ବଣ ଆଡ଼ୁ ପ୍ରାକୃତିକ ଘଣ୍ଟା ଧ୍ୱନି ହୁକେ ହୋ ରାବ ବିଲୁଆମାନେ ଦେଉଥିଲେ। ଭାଗବତ ଘରୁ ଜେଜୀମା ସହିତ ପୁରାଣ କଥା ଶୁଣି ପିଲା ଘରକୁ ଫେରିଯାଇ ନୂଆ ବୋହୂ ପାଖରେ ବସି ବର୍ଷା ଗୀତ ଚୁଲି ମୁଣ୍ଡରେ ଥାଇ ଗାଇଥିଲା, ଯାହାକି ତାର ଶିଶୁ ସୁଲଭ ଖନି ଖନି ଦରଟି ଭାଷାରେ ଥିଲା। ମେଘ ବଲତିଲା ତପଲ ତପଲ କେତୁଲ ମାଇଲା ଗଜା, କୋଉ ଲାଇଦଲେ ଲହିଲେ ମଲଦା ତେଲିଙ୍ଗି ବାଇଦା ବଦା। ଆଠ ଭାଗ ବିଶିଷ୍ଟ କବିଙ୍କର ଏହି ନବବର୍ଷା ଭାବନା ନାମକ କବିତାଟି ରଚନା ଓ ପଠନ ଉଭୟ ଦିଗରୁ ଚମତ୍କାର, ଅତି ବାସ୍ତବିକ। ଓଡ଼ିଶାର ଗ୍ରାମୀଣ ତତ୍କାଳୀନ ଜୀବନର ଖଣ୍ଡ ଖଣ୍ଡ ପ୍ରାକୃତିକ ଜୀବନକୈନ୍ଦ୍ରିକ କେତୋଟି ଛିନ୍ନ ଚିତ୍ରର କିଛି ପୌନଃପୁନିକ ଦୋଷରେ ଆବିଷ୍ଟ ଥିଲେ ମଧ୍ୟ ଯେତିକି ଆବେଗପ୍ରାଣ ମାନବ ବସତି ଜୀବନର ଆନୁଭୂତିକ ଅଙ୍କନ ଯଥେଷ୍ଟତର ହୃଦୟଗ୍ରାହୀ। ସଂସ୍କୃତର ସେଇ ବାକ୍ୟ ରମଣୀୟାର୍ଥ ପ୍ରତିପାଦକଃ ଶବ୍ଦଃ କାବ୍ୟମ୍ର ସାର୍ଥକ ଅନୁଷଙ୍ଗ, ଯାହାକି ପଲ୍ଲୀକବି ମର୍ଯ୍ୟାଦାର ବିଶେଷ ପ୍ରତିନିଧି କରାଇ କବିଙ୍କୁ କାଳଜୟୀ ଅମର ପ୍ରତିଭାଧରର ମାନ୍ୟତା ଦେଇଅଛି।